ଆଜି ବନେଇବା ସବୁଠୁ ସହଜ ସ୍ୱାଦିଷ୍ଟ ଖୁବ୍ କମ୍ ତେଲ ମସଲାରେ ବନୁଥିବା ଚିଙ୍ଗୁଡ଼ି ପୋଟଳ ମଲାଇ କରି। ଆପଣମାନେ ପୋଟଳରେ ବହୁତ ସାରା ରେସିପି ବନେଇକି ଖାଇସାରିବେଣି। ଏଥର ଥରେ ମୋ ପ୍ରୋସେସରେ ପୋଟଳ ସହିତ ଚିଙ୍ଗୁଡ଼ି ଦେଇ ମଲାଇ କରି ବନାନ୍ତୁ। ଦେଖିବେ କେବଳ ନାଁରେ ନୁହଁ, ସ୍ୱାଦ ବି ସେମିତି ଥିଲା। ଯେଉଁମାନେ ବି ଖାଇଲେ ବିଲକୁଲ ବି ଗେସ୍ କରିପାରିଲେନି ଏ କେମିତି ବନିଛି, ଏତେ ସ୍ୱାଦିଷ୍ଟ ବନିଥିଲା। ଆଜିର ଏ ସ୍ୱାଦିଷ୍ଟ ପୋଟଳ ଚିଙ୍ଗୁଡ଼ି ମଲାଇ କରି ବନେଇବା ପାଇଁ ମୁଁ ଏଠି କିଛି ଚିଙ୍ଗୁଡ଼ିକୁ ପ୍ରଥମେ ଭଲସେ ଚୋପା ବାହାର କରିକି ମୁଣ୍ଡର ଖୋଳ ବାହାର କରିକି ଭଲସେ ଧୋଇ ଆଣିଛି। ଏଠି ମୁଁ 500 ଗ୍ରାମ ଚିଙ୍ଗୁଡ଼ି ନେଇଛି। ଭଲସେ ଧୋଇ ସାରିଲା ପରେ ଏଥିରେ ଆମେ ହଳଦୀ ଗୁଣ୍ଡ ଆଉ ଲୁଣକୁ ଗୋଳେଇବା। ଏଠି ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ ନେଇଛି। ଚିଙ୍ଗୁଡ଼ିକି ଦେଖିକି ସ୍ୱାଦ ଅନୁସାରେ ଲୁଣ ଦେବା, ଅଧ ଛୋଟ ଚାମଚ ତାକୁ ଦେଇକି ଭଲସେ ଗୋଳେଇ ନେବା। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଦେଖି ସାରିଲା ପରେ ଯଦି ଆପଣମାନଙ୍କୁ ପସନ୍ଦ ଆସେ ପ୍ଲିଜ୍ ଛୋଟ ଗୋଟେ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜ୍କୁ ମଧ୍ୟ ଫଲୋ କରିନେବେ। ଏଇଠି ଭଲସେ ହଳଦୀ ସହିତ ଲୁଣକୁ ଚିଙ୍ଗୁଡ଼ି ସହିତ ମିଶାଇ ସାରିଲାଣି, ଭଲସେ ଗୋଳେଇ ସାରିଲାଣି। ପ୍ରଥମେ ଆମେ ଚିଙ୍ଗୁଡ଼ିକି ଭାଜିବା। ସେଥିପାଇଁ ଗୋଟେ କଡ଼େଇ ବସାଇଛି। କଡ଼େଇରେ ଗୋଟେ ବଡ଼ ଚାମଚ ସୋରିଷ ତେଲକୁ ଦେବା। ନନଭେଜ୍ ମାନେ ସୋରିଷ ତେଲରେ ବନେଇ ବହୁତ ବଢ଼ିଆ ଲାଗିବ। ତେଲ ଗରମ ହେଲା ପରେ ଆମେ ଯେଉଁ ଗୋଳେଇକି ରଖିଥିଲେ ଚିଙ୍ଗୁଡ଼ି ତାକୁ ଆଡ଼୍ କରିନେବା। ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ଚିଙ୍ଗୁଡ଼ିକୁ 80% ଭାଜିବା। ଚିଙ୍ଗୁଡ଼ିକୁ ଅଧିକ କରି ଭାଜିବାନି, ଯେଉଁଥିପାଇଁ କି ତରକାରୀରେ ପକାଇଲେ ବିଲକୁଲ ବି ଭଲ ଲାଗିବନି। କଡ଼ା କରି ଭାଜିବେନି, ଟିକେ ଅଳ୍ପ 50%କୁ ଅଧିକ ଟିକେ ଭାଜିବେ, 80% ପାଖାପାଖି। ଆଉ 20% ଆମର ତରକାରୀ ସିଝିଯିବ, ବହୁତ ବଢ଼ିଆ ଲାଗିବ। ଏଇଠି ଚିଙ୍ଗୁଡ଼ିକି ଗୋଳେଇ ସାରିଲା ପରେ ତାକୁ ଗଦେଇ ନେବା। ତା ଦେହରେ ଯେଉଁ ପାଣି ଅଛି ସେଇଥିରେ ଶୁଖିକିରି ଚିଙ୍ଗୁଡ଼ି ବଢ଼ିଆ ସେ ଭାଜି ହେଇଯିବ। ଏଇଠି ଚିଙ୍ଗୁଡ଼ି ଆମର ବଢ଼ିଆ ସେ ଭାଜି ହେଇଗଲାଣି। ଆକୁ ଅଧିକ ଭାଜିବାନି, ତାକୁ ଗୋଟେ ପାତ୍ରକୁ ଆମେ କାଢ଼ି ନେବା। ଏଇଠି ଆମର ଚିଙ୍ଗୁଡ଼ି ଭଜା ରେଡ଼ି, ତାକୁ ସାଇଡ଼୍ କରିନେବା। ଆଉ ସେଇ କଡ଼େଇକୁ ମୁଁ ଧୋଇ ଆଣିଛି। ଏଇଠି ଦେଖନ୍ତୁ, ମୁଁ ଦେଖାଉଛି କିଛି ପୋଟଳ ସହିତ ଆଳୁକୁ ନେଇଛି। ଆଳୁ ଆଉ ପୋଟଳକୁ ମୁଁ ଏମିତି ଖଣ୍ଡ ଖଣ୍ଡ କରି କାଟି ନେଇଛି। ଆଉ ଯେଉଁ ପସନ୍ଦରେ ଆପଣଙ୍କୁ ସେପ୍ରେ ପସନ୍ଦ ସେଇ ସେପ୍ରେ କାଟିବେ। ତା ସହିତ ବଡ଼ ସାଇଜ୍ର 2ଟା ଆଳୁକୁ ମୁଁ ଏମିତି ଚୋପା ରଖିକି ହିଁ ନେଇଛି। ଆପଣଙ୍କୁ କେତେ ପରିମାଣରେ ତରକାରୀ ବନେଇବାର ଅଛି ସେହି ହିସାବରେ ପରିବାର ପରିମାଣକୁ କମ୍ କିମ୍ବା ଅଧିକ କରିକି ବନେଇ ପାରିବେ। ଏଇ କଡ଼େଇରେ ମୁଁ ଗୋଟେ ବଡ଼ ଚାମଚ ସୋରିଷ ତେଲକୁ ଦେଇଛି। ଆପଣ ଚାହିଁଲେ ଏଇଠି ପୋଟଳ ଆଳୁକୁ ନର୍ମାଲି ରିଫାଇନ୍ ତେଲରେ ଭାଜିକି ବନେଇ ପାରିବେ। ପୋଟଳ ଭାଜି ସାରିଲା ପରେ ଯେଉଁ ବଳକା ତେଲ ଥିବ ବିଲକୁଲ ବି କଲର୍ ଚେଞ୍ଜ ହେବନି ବା କଳା ପଡ଼ିବନି। ମୁଁ କେବଳ ସୋରିଷ ତେଲରେ ବନେଇଥିଲି। ଆପଣ ରିଫାଇନ୍ ତେଲରେ ମଧ୍ୟ ପୋଟଳ ଆଳୁକୁ ଭାଜିକି କିମ୍ବା ଛାଣିକି ବନେଇ ପାରିବେ। ଆଳୁ ପୋଟଳକୁ ଦେବା। ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି କଭର୍ ଦେଇ ଘୋଡ଼େଇ ଆଳୁ ଆଉ ପୋଟଳ ପୁରା 80% ସିଝିବା ପର୍ଯ୍ୟନ୍ତ ଆମେ ଭାଜି ନେବା। ଏଇଠି ଗୋଳେଇ ସାରିଲାଣି ପୋଟଳ, ତାକୁ କଭର୍ ଦେବା ଆଉ ଟିକେ ସିଝିବା ପାଇଁ ଛାଡ଼ିବା। ଏଇଠି ମୁଁ ଆପଣମାନଙ୍କୁ ଗୋଟେ କଥା କହୁଛି, ମଝିରେ ଗୋଳେଇକି ପୋଟଳ ଆଳୁକୁ ମୁଁ ଭାଜି ନେଇଥିଲି। ଆଉ କଭର୍ କାଢ଼ି ମଝିରେ ଚେକ୍ କରିବେ, ନହେଲେ ପୋଟଳ ଆମର ପୋଡ଼ିଯିବ। ଏଇଠି ମୁଁ କଭର୍ ଦେଲି, ମଝିରେ ଲିଡ୍ ଖୋଲିକି ବି ଚେକ୍ କରିକି ପୋଟଳ ଆଳୁକୁ ଗୋଳେଇ ପୋଟଳ ଆଳୁକୁ 80% ସିଝିବା ପର୍ଯ୍ୟନ୍ତ ଭାଜି ନେଇଥିଲି। ଏଇଠି ପୋଟଳ ଆଳୁ ଆମର ବଢ଼ିଆ ସେ ଭାଜି ହେଇଯାଇଛି, କଲର୍ ବଢ଼ିଆ ସେ ଚେଞ୍ଜ ହେଇଯାଇଛି। ଏଇଠି ପୋଟଳ ଆଳୁ ଭାଜି ହେଇଗଲା, ଆମେ ତାକୁ ଗୋଟେ ପାତ୍ରକୁ କାଢ଼ି ନେବା। ଆଉ ସେଇ କଡ଼େଇରେ ଆମେ ତରକାରୀ ବନେଇବା। ଏଇଠି ପୋଟଳ ଆଳୁ କାଢ଼ି ସାରିଲା ପରେ ମୁଁ ଏଇଠି ତରକାରୀ ପାଇଁ ଗୋଟେ ମସଲା ବନାଉଛି। ଏଇଠି ନେଇଛି କିଛି ରସୁଣ, ଗୋଟେ କୋଲା ବଡ଼ ରସୁଣରୁ ମୁଁ ଚୋପା ବାହାର କରି ନେଇଛି। ତା ସହିତ 1/2 ଇଞ୍ଚରୁ ଟିକେ ଅଧିକ ଅଦା, ଅଦାର ପରିମାଣ ଟିକେ 1/2 ଇଞ୍ଚରୁ ଅଧିକ ନେଇଛି। ତା ସହିତ କିଛି ଟମାଟୋ ଆଉ ଗୋଟେ ବଡ଼ ସାଇଜ୍ର ପିଆଜ, ସେସବୁକୁ ଦେଇକି ପୁରା ଚିକଣ କରି ବାଟି ଆଣିବା। ଏଇଠି ରିଫାଇନ୍ ତେଲ ଦେଇଥିଲେ ଆମର ମସଲା ବିଲକୁଲ ବି ତେଲ ପୋଡ଼ି ନଥାନ୍ତା। ଏଇଠି ଯେହେତୁ ସୋରିଷ ତେଲ ଦେଇଥିଲେ ତେଲ ପୋଡ଼ି ଯାଇଛି। ଆଉ ସେଇଥିରେ ଆଉ ଅଧ ଛୋଟ ଚାମଚ ମୁଁ ତେଲକୁ ଦେଇକି ଗରମ କରି ନେଇଥିଲି। ଆଉ ବାଟିକି ରଖିଥିବା ମସଲା ପେଷ୍ଟକୁ ଦେବା। ମସଲା ପେଷ୍ଟର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଭଲସେ ଭାଜି ହେବା ପାଇଁ ଆମେ 1-2 ମିନିଟ୍ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ଭାଜି ନେବା। ଏଇଠି ପିଆଜ, ଅଦା, ରସୁଣ, ଟମାଟୋ ବଢ଼ିଆ ସେ ଭାଜି ହେଇଗଲାଣି, ଡ୍ରାଏ ହେଇଗଲାଣି। ମସଲା ଟିକେ ତେଲ ଛାଡ଼ିବା ଆରମ୍ଭ କଲାଣି। ଯେହେତୁ ଆମେ କମ୍ ତେଲ ଦେଇଛେ, ତେଲ ଅଧିକ ଜଣାପଡ଼ୁନି। ଏଇଠି ଆମେ ଯେହେତୁ ଗୁଣ୍ଡ ମସଲା ପକାଇବା, ମସଲା ଡ୍ରାଏ ହେଇଯାଇଛି, ଅଳ୍ପ କିଛି ପାଣି ଆଡ଼୍ କରିବା। ଯଦି ଏମିତି ବନେଇବା ତାହେଲେ ଆମର ଗୁଣ୍ଡ ମସଲା ବିଲକୁଲ ବି ତଳୁ ଲାଗିବନି ବା ପୋଡ଼ିବନି। ପାଣିକି ଦେଇକି ଗୋଳେଇ ଦେବା। ଏଇଠି ଗୁଣ୍ଡ ମସଲାରେ ଅଧ ଛୋଟ ଚାମଚ ଦେଇଥିଲି ହଳଦୀ ଗୁଣ୍ଡ, ଗୋଟେ ବଡ଼ ଚାମଚ ଦେଇଦେବା ଚିକେନ୍ ମସଲା। ତା ସହିତ ମୁଁ ଏଠି ଗୋଟେ ବଡ଼ ଚାମଚ ଧନିଆ ଗୁଣ୍ଡ, କଲର୍ ପାଇଁ ଗୋଟେ ବଡ଼ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ, ତା ସହିତ କସ୍ତୁରୀ ମେଥି, ଆଉ ଯେତିକି ରାଗ ଖାଇବାକୁ ପସନ୍ଦ କରିବେ ସେଇ ହିସାବରେ ରାଗ ଲଙ୍କା ଗୁଣ୍ଡ, ଅଧ ଛୋଟ ଚାମଚ ଜିରା ଗୁଣ୍ଡ, ଏସବୁକୁ ଦେଇକି ଅଳ୍ପ ପାଣି ଦେଇକି ମସଲାକୁ ବଢ଼ିଆ ସେ କଷି ନେବା।
ଏଇଠି ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ମସଲାରେ ଅଳ୍ପ ଅଳ୍ପ ପାଣି ଦେଇକି ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ 1-2 ମିନିଟ୍ କଷି ନେବା। ଏଇଠି ବଢ଼ିଆ ସେ ମସଲା କଷି ହେଇଗଲାଣି, କଲର୍ ବି ବଢ଼ିଆ ସେ ଚେଞ୍ଜ ହେଇଗଲାଣି। ଏଇଠି ଆମର ମସଲା ବଢ଼ିଆ ସେ କଷି ହେଇଗଲାଣି। ଆମେ ଆଗରୁ ଯେଉଁ ଭାଜିକି ରଖିଥିଲେ ପୋଟଳ ଆଳୁ ତାକୁ ଦେବା। ଯେହେତୁ ମସଲା ଆମର ଡ୍ରାଏ ହେଇଯାଇଛି, ମସଲା ପୋଟଳ ଆଳୁ ସହିତ ବଢ଼ିଆ ସେ ମିଶିବା ପାଇଁ ଅଳ୍ପ ଟୋପେ ପାଣି ଦେବା। ମସଲା ଆଉ ଆଳୁ ପୋଟଳକୁ ଭଲସେ 1-2 ମିନିଟ୍ କଷି ନେବା। ଏଇଠି ଆପଣମାନେ ଅଳ୍ପ ଅଳ୍ପ ପାଣି ଦେଇ ଆଳୁ ପୋଟଳକୁ ମସଲା ସହିତ ଗୋଳେଇକି କଷି ନେବେ। ତରକାରୀ ବହୁତ ବଢ଼ିଆ ଲାଗିବ। ଏଇଠି ବଢ଼ିଆ ସେ ଆଳୁ ଆଉ ପୋଟଳ ସହିତ ମସଲା ବଢ଼ିଆ ସେ ମିଶିଗଲାଣି। ଆଗରୁ ଭାଜିକି ରଖିଥିବା ଭଜା ଚିଙ୍ଗୁଡ଼ିକି ଆଡ଼୍ କରିନେବା। ଏଇଠି ମୁଁ ପୋଟଳ ଆଳୁ ମସଲା ସହିତ କଷିଲା ବେଳେ ଲୁଣଟାକୁ ପକେଇଛି। ଭିଡ଼ିଓଟା ସ୍କିପ୍ ହେଇଯାଇଛି। ସ୍ୱାଦ ଅନୁସାରେ ଲୁଣକୁ ପକେଇ ନେବେ। ଚିଙ୍ଗୁଡ଼ିକୁ ଦେଇକି ଗୋଳେଇବା ଆଉ 1-2 ମିନିଟ୍ ଭଲସେ କଷି ନେବା, ଯେପର୍ଯ୍ୟନ୍ତ ଚିଙ୍ଗୁଡ଼ି ସହିତ ପୋଟଳ ଆଳୁ ବଢ଼ିଆ ସେ ମିଶି ନ ଯାଇଛି। ଏଇଠି ଆମର ଚିଙ୍ଗୁଡ଼ି ଆଳୁ ପୋଟଳ ବଢ଼ିଆ ସେ କଷି ହେଇଗଲାଣି। ଏଇଠି 1 ଫାଳ ବଡ଼ ନଡ଼ିଆର ରସକୁ ଚିପୁଡ଼ିକୁ ବାହାର କରି ନେଇଛି ଗ୍ରାଇଣ୍ଡିଙ୍ଗ କରିକି, ଆଉ କପଡ଼ା ଧୀରେ ଚିପୁଡ଼ି ସାରିଲା ପରେ ରସକୁ ଆଡ଼୍ କରିନେବା। ସେସବୁକୁ ଦେଇକି ଆପଣ ଚାହିଁଲେ 1-2 ମିନିଟ୍ ଭଲସେ କଷି ନେବେ। ଯେହେତୁ ମୋ ପାଖରେ ସମୟ କମ୍ ଥିଲା, ତେଣୁ ସେଥିପାଇଁ ମୁଁ ଆଉ ବେଶୀ ସମୟ ନ କଷିକିରି ଯେତିକି ଝୋଳ ରଖିବାକୁ ଚାହୁଁଥିବେ ସେଇ ହିସାବରେ ପାଣିକି ଆଡ଼୍ କରିନେବା। ଆଉ ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖିକିରି ଚିଙ୍ଗୁଡ଼ି ଆଳୁ ଆଉ ପୋଟଳ ବଢ଼ିଆ ସେ ଫୁଟିବା ପାଇଁ ଛାଡ଼ି ନେବା। ଏଇଠି ଚିଙ୍ଗୁଡ଼ି ଆଳୁ ପୋଟଳ ବଢ଼ିଆ ସେ କଷି ହେଇଗଲା, ଭଲସେ ଫୁଟିଗଲାଣି। ଶେଷରେ କେବଳ ଡାଲଚିନି ଗୁଣ୍ଡ ମୁଁ ଟିକେ ନାକୁ ଗୁଣ୍ଡ କରି ଆଡ଼୍ କରିଛି। ଆପଣ ଚାହିଁଲେ ଗରମ ମସଲା ଦେଇପାରିବେ। ଏଇଠି ସୁପର ଟେଷ୍ଟି ଚିଙ୍ଗୁଡ଼ି ପୋଟଳ ନଡ଼ିଆ ଦେଇକି ତରକାରୀ ବା ମଲାଇ କରି ପୁରା ରେଡ଼ି। ଆପଣମାନେ ଥରେ ଏହି ପ୍ରୋସେସ୍ରେ ବନାନ୍ତୁ, ବହୁତ ବଢ଼ିଆ ଲାଗିବ। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବେ ଗୋଟେ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ବାଏ, ଜୟ ଜଗନ୍ନାଥ।